ଆମେରିକାର ଗୋଟେ ସାମରିକ ଅଭିଯାନରୁ ଆଜିର ଆଲୋଚନା ଆରମ୍ଭ କରିବା, ଯାହାକି କୌଣସି ହଲିଉଡ୍ ଫିଲ୍ମଠାରୁ ବି ଆହୁରି ନାଟକୀୟ ଲାଗିବ। ଆଚ୍ଛା। କଳ୍ପନା କରନ୍ତୁ, ରାତିର ଅନ୍ଧାର। ଆମେରିକାର ସ୍ପେଶାଲ ଫୋର୍ସ ଭେନେଜୁଏଲାର ରାଜଧାନୀ କାରାକାସରେ ପହଞ୍ଚୁଛନ୍ତି। ଆଉ ମାତ୍ର 30 ମିନିଟ୍ ଭିତରେ ସେମାନେ ରାଷ୍ଟ୍ରପତି ନିକୋଲାସ ମାଦୁର ଏବଂ ତାଙ୍କ ପତ୍ନୀଙ୍କୁ ତାଙ୍କର ସବୁଠୁ ସୁରକ୍ଷିତ ବଙ୍କରରୁ ଉଠାଇ ନେଉଛନ୍ତି। ମାତ୍ର 30 ମିନିଟ୍ରେ? ହଁ, ଅଭିଯାନର ନାଁ ଥିଲା ଅପରେସନ ଆବସଲ୍ୟୁଟ୍ ରିଜଲ୍ଭ। ଆଉ ଏହାପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଘୋଷଣା ତ ଆହୁରି ନାଟକୀୟ। ଆମେ ଭେନେଜୁଏଲାକୁ ଚଳାଇବୁ। ଏହି ଘଟଣାଟି ତ ନିଶ୍ଚିତ ଭାବରେ ଚାଞ୍ଚଲ୍ୟକର। କିନ୍ତୁ ଯେତେବେଳେ ମୁଁ ଆଜି ଆମ ପାଖରେ ଥିବା ସୋର୍ସଗୁଡ଼ିକୁ ଦେଖୁଥିଲି, ମୋ ମନରେ ଗୋଟେ ବଡ଼ ପ୍ରଶ୍ନ ଆସିଲା। କ'ଣ? ଗୋଟିଏ ପଟେ ବିଶ୍ୱ ରାଜନୀତିର ଏମିତି ଉଥଳପୁଥଳ, ଆଉ ଅନ୍ୟପଟେ ଭାରତ ଭିତରେ ଚାଲିଥିବା ଘଟଣା। ଏସବୁକୁ ଦେଖିଲେ ଲାଗୁଛି ଭାରତ କ'ଣ ଏକା ସାଙ୍ଗରେ ଦୁଇଟି ପୁରା ଅଲଗା ଦିଗକୁ ଯାଉଛି। ଗୋଟେ ପଟେ ଆତ୍ମନିର୍ଭର ଅର୍ଥନୀତି, 2036 ଅଲିମ୍ପିକ୍ସର ବଡ଼ ସ୍ୱପ୍ନ, ଆଉ ଅନ୍ୟପଟେ ସାମାଜିକ ଉତ୍ତେଜନା, ଡାକ୍ତରଙ୍କର ଆନ୍ଦୋଳନ ଆଉ ପ୍ରଦୂଷଣର କଠୋର ବାସ୍ତବତା। ବହୁତ ଭଲ ପଏଣ୍ଟ। ଏଇଟା ହିଁ ଆଜିର ଆଲୋଚନାର ମୂଳ ଲକ୍ଷ୍ୟ। ଏଇ ଯୋଉ ଅଲଗା ଅଲଗା ଘଟଣା ଅଛି, ସେଗୁଡ଼ିକ ଭିତରେ ସମ୍ପର୍କଟା କ'ଣ, ଆଉ ଏଇ ଦ୍ୱନ୍ଦ୍ୱକୁ ବୁଝିବା। ତେବେ ଚାଲନ୍ତୁ ଭେନେଜୁଏଲା ଘଟଣାରୁ ହିଁ ଆମର ଗଭୀର ବିଶ୍ଳେଷଣ ଆରମ୍ଭ କରିବା। ହଁ, ନିଶ୍ଚୟ। ମୋତେ ସବୁଠୁ ଆଶ୍ଚର୍ଯ୍ୟ ଲାଗିଲା ଯେ ଏତେ ବଡ଼ ଅପରେସନ୍ ମାତ୍ର 30 ମିନିଟ୍ରେ ଶେଷ ହୋଇଗଲା। ଏହା କେମିତି ସମ୍ଭବ ହେଲା? ଦେଖନ୍ତୁ, ଏହା ପଛରେ CIAର ମାସ ମାସର ପ୍ରସ୍ତୁତି ଥିଲା। ଆମ ସୋର୍ସଗୁଡ଼ିକ କହୁଛନ୍ତି, ଗତବର୍ଷ ଅଗଷ୍ଟ ମାସରୁ ହିଁ ମାଦୁରଙ୍କ ଉପରେ ପୁରା ତୀକ୍ଷ୍ଣ ନଜର ରଖାଯାଇଥିଲା। ଆଚ୍ଛା। ସେ କ'ଣ ଖାଉଛନ୍ତି, କେଉଁ ବ୍ରାଣ୍ଡର ପୋଷାକ ପିନ୍ଧୁଛନ୍ତି, କେଉଁଠିକୁ ଯାଉଛନ୍ତି, ଏମିତି ସବୁ ଛୋଟ ଛୋଟ ତଥ୍ୟ ସଂଗ୍ରହ କରାଯାଇଥିଲା। ଆଉ ଏହି ସୂଚନା ବଳରେ ହିଁ ସ୍ପେଶାଲ ଫୋର୍ସ ଏତେ ସଠିକ୍ ଭାବରେ ଅପରେସନ୍ ଶେଷ କରିପାରିଲେ। କିନ୍ତୁ ଗୋଟିଏ ଦେଶର ରାଷ୍ଟ୍ରପତିଙ୍କୁ ଏମିତି ଉଠାଇ ଆଣିବା ପରେ ଆନ୍ତର୍ଜାତୀୟ ସ୍ତରରେ ପ୍ରତିକ୍ରିୟା କ'ଣ ଥିଲା? ନିଶ୍ଚୟ ସମସ୍ତେ ତ ଏହାକୁ ସମର୍ଥନ କରିନଥିବେ। ଆଦୌ ନୁହେଁ। ଚୀନ, ରୁଷ, ବ୍ରାଜିଲ ଏବଂ କ୍ୟୁବା ଭଳି ଦେଶ ଏହାକୁ ବହୁତ ନିନ୍ଦା କରିଛନ୍ତି। ସେମାନେ କହିଲେ ଯେ ଏହା ଭେନେଜୁଏଲାର ସାର୍ବଭୌମତ୍ୱ ଉପରେ ସିଧାସଳଖ ଆକ୍ରମଣ, ମାନେ ଏକ ପ୍ରକାରର ଜୋର ଯାହାର ମୁଲକ ତାର ନୀତି। ଆଉ ଏହି ପରିସ୍ଥିତିରେ ଭାରତର ଆଭିମୁଖ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ତାହେଲେ ଭାରତ କ'ଣ କହିଲା? ଆମେରିକାକୁ ସମର୍ଥନ କଲା ନା ବିରୋଧ କଲା? ଭାରତ ବହୁତ ବ୍ୟାଲେନ୍ସଡ୍ ପ୍ରତିକ୍ରିୟା ଦେଇଛି। ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଲା। ମାନେ କୌଣସି ପକ୍ଷ ନେଲାନି? ଏକଦମ। କୌଣସି ପକ୍ଷ ନ ନେଇ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଆହ୍ୱାନ ଦେଇଛି। ଏଠାରେ ବଡ଼ କଥା ହେଉଛି, ଆମେରିକାର ଏହି ପଦକ୍ଷେପ ଖାଲି ଆନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରୁନି, ଏହା ବିଶ୍ୱ ତୈଳ ବଜାରରେ ମଧ୍ୟ ଅସ୍ଥିରତା ଆଣିପାରେ। କାରଣ ଟ୍ରମ୍ପ କହିଛନ୍ତି ଆମେରିକୀୟ କମ୍ପାନୀମାନେ ଭେନେଜୁଏଲାର ତୈଳ କ୍ଷେତ୍ରକୁ ନିୟନ୍ତ୍ରଣ କରିବେ। ହଁ, ଠିକ୍ ସେଇଆ। ଠିକ୍ ଅଛି। ବିଶ୍ୱ ରାଜନୀତିର ଏହି ଅସ୍ଥିରତା ଭିତରେ ଆସନ୍ତୁ ଏବେ ଦେଖିବା ଭାରତୀୟ ଅର୍ଥନୀତି କେଉଁ ଦିଗରୁ ଯାଉଛି। କାରଣ ଆପଣ ଯେଉଁ ଦ୍ୱନ୍ଦ୍ୱ କଥା କହୁଥିଲେ, ତାର ଆରମ୍ଭ ବୋଧେ ଏଇଠୁ ହେଉଛି। ଆମ ସୋର୍ସେସଗୁଡ଼ିକରେ କିଛି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଅଛି। ଯେମିତିକି ଡାବର ଭଳି ବଡ଼ କମ୍ପାନୀ କହୁଛି ଯେ ତାଙ୍କର ଗ୍ରାମୀଣ ଚାହିଦା ସହରାଞ୍ଚଳ ତୁଳନାରେ ଅଧିକ ବେଗରେ ବଢ଼ୁଛି। ହଁ, ଆଉ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ଯେଉଁ FMCG କମ୍ପାନୀ କଥା କହୁଛୁ, ମାନେ ଯେଉଁମାନେ ଆମର ସାବୁନ, ତେଲ, ବିସ୍କୁଟ ଭଳି ଦୈନନ୍ଦିନ ଜିନିଷ ତିଆରି କରନ୍ତି, ସେମାନଙ୍କ ପାଇଁ ଗ୍ରାମୀଣ ବଜାର ଏକ ବଡ଼ ଶକ୍ତି ହେଇକି ଆସୁଛି। ଏହାର ମାନେ ଗାଁରେ ଲୋକଙ୍କର କିଣିବା ଶକ୍ତି ବଢ଼ୁଛି। ଏକଦମ ଠିକ୍, ଯାହା ଅର୍ଥନୀତି ପାଇଁ ଏକ ଭଲ ସଂକେତ। କିନ୍ତୁ ଏଠାରୁ ବି ଗୋଟେ ବଡ଼ କଥା ହେଉଛି ଭାରତୀୟ ବଜାରର ଆତ୍ମନିର୍ଭରଶୀଳତା। ଆତ୍ମନିର୍ଭରଶୀଳତା କେଉଁ ଦୃଷ୍ଟିରୁ? ଉତ୍ସରେ ଗୋଟେ ଚମତ୍କାର ତଥ୍ୟ ଅଛି। 2025 ମସିହାରେ ଯେତେବେଳେ ବିଦେଶୀ ପୋର୍ଟଫୋଲିଓ ନିବେଶକ ବା FPIs, ମାନେ ବିଦେଶୀ କମ୍ପାନୀଗୁଡ଼ିକ, ଯେଉଁମାନେ ଆମ ସେୟାର ବଜାରରେ ଟଙ୍କା ଲଗାନ୍ତି, ହଁ, ସେମାନେ ପ୍ରାୟ 1.6 ଟ୍ରିଲିୟନ ଟଙ୍କାର ସେୟାର ବିକ୍ରି କରି ବଜାରରୁ ପଇସା କାଢ଼ି ନେଉଥିଲେ। ସେତେବେଳେ ତ ବଜାର ପୁରା ଭୁଷୁଡ଼ି ପଡ଼ିବା କଥା। କିନ୍ତୁ ତାହା ହେଲାନି। ନା, ହେଲାନି। କାହିଁକି? କିଏ ସମ୍ଭାଳିଲା? ଆମ ଦେଶର ଘରୋଇ ମ୍ୟୁଚୁଆଲ ଫଣ୍ଡ। ସେମାନେ ସେହି ସମୟରେ ପ୍ରାୟ 4.9 ଟ୍ରିଲିୟନ ଟଙ୍କାର ସେୟାର କିଣି ବଜାରକୁ ସମ୍ଭାଳି ନେଲେ। ବାଃ! ଏହା ଖାଲି ଅର୍ଥନୀତିର ଶକ୍ତି ନୁହେଁ, ଏହା ଭାରତର ପୁଞ୍ଜି ବଜାରର ଗଣତାନ୍ତ୍ରିକରଣକୁ ଦର୍ଶାଉଛି। ଆଗରୁ ବଜାର ଖାଲି ବିଦେଶୀ ନିବେଶକଙ୍କ ଇସାରାରେ ଚାଲୁଥିଲା। ଆଉ ଏବେ? ଏବେ ଛୋଟ ଛୋଟ ସହରର ସାଧାରଣ ଲୋକ ମ୍ୟୁଚୁଆଲ ଫଣ୍ଡ ମାଧ୍ୟମରେ ବଜାରର ଗତିପଥ ନିର୍ଦ୍ଧାରଣ କରୁଛନ୍ତି। ଏହା ଏକ ମୌଳିକ ପରିବର୍ତ୍ତନ।
ଏହା ପ୍ରକୃତରେ ଏକ ବହୁତ ବଡ଼ କଥା ଆଉ ଏହି ସକାରାତ୍ମକ ଦିଗ ସହିତ ଆନ୍ତର୍ଜାତୀୟ ବ୍ୟବସାୟ କ୍ଷେତ୍ରରେ ବି ଗୋଟେ ମଜାଦାର ଖବର ଅଛି। କୋଲକାତାର ପ୍ରସିଦ୍ଧ ମିଠା ଦୋକାନ କେସି ଦାସ ହଁ, ମୁଁ ପଢ଼ୁଥିଲି। ସେମାନେ ପ୍ରାୟ 50 ବର୍ଷ ପରେ ପୁଣି ଥରେ ବ୍ରିଟେନ୍ ବଜାରକୁ ଫେରିବାକୁ ଯୋଜନା କରୁଛନ୍ତି। ହଁ, ଭାରତ ଓ ବ୍ରିଟେନ ମଧ୍ୟରେ ଯେଉଁ ବାଣିଜ୍ୟ ଚୁକ୍ତି ହେବାକୁ ଯାଉଛି ସେଥିପାଇଁ ସେମାନେ ଉତ୍ସାହିତ। ଆଉ ଏସବୁ ସହିତ ସରକାରୀ ସ୍ତରରେ ମଧ୍ୟ ଏକ ବଡ଼ ପୁନର୍ଗଠନ ପ୍ରକ୍ରିୟା ଚାଲିଛି। ସରକାର ତାଙ୍କର ଶହ ଶହ ଯୋଜନାକୁ ଏକାଠି କରିବାକୁ ଯାଉଛନ୍ତି। କିନ୍ତୁ ଏହାର ଅର୍ଥ କ'ଣ? କେଉଁ ପ୍ରକାରର ଯୋଜନା? ଦେଖନ୍ତୁ, ସରକାରଙ୍କର ମୁଖ୍ୟତଃ ଦୁଇ ପ୍ରକାରର ଯୋଜନା ଥାଏ। ଗୋଟିଏ ହେଲା ସେଣ୍ଟ୍ରାଲି ସ୍ପନ୍ସର୍ଡ ସ୍କିମ୍ସ। ଯେଉଁଥିରେ ରାଜ୍ୟ ସରକାର ବି କିଛି ଅଂଶ ଦିଅନ୍ତି। ଏକଦମ। ଆଉ ଅନ୍ୟଟି ହେଲା ସେଣ୍ଟ୍ରାଲ ସେକ୍ଟର ସ୍କିମ୍ସ, ଯାହାର ପୂରା ଖର୍ଚ୍ଚ କେନ୍ଦ୍ର ସରକାର ଉଠାନ୍ତି। ଏମିତି ପ୍ରାୟ 300ରୁ ଅଧିକ ଯୋଜନା ମାର୍ଚ୍ଚ 31, 2026 ସୁଦ୍ଧା ସରିଯାଉଛି। ଆଚ୍ଛା। ତେଣୁ ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ଯେ ସମାନ ଧରଣର ଯୋଜନାଗୁଡ଼ିକୁ ଏକାଠି କରାଯାଉ ଆଉ ଅନାବଶ୍ୟକ ଯୋଜନା ବନ୍ଦ କରାଯାଉ। ଉଦ୍ଦେଶ୍ୟ ହେଉଛି ଖର୍ଚ୍ଚକୁ ଅଧିକ ଦକ୍ଷ କରିବା। ବୁଝିଲି। ତେବେ ଅର୍ଥନୀତିର ଏହି ଯେଉଁ ନୂଆ ଶକ୍ତି କଥା ଆମେ କହୁଥିଲେ, ତା ପଛରେ ଟେକ୍ନୋଲୋଜିର ଏକ ବଡ଼ ହାତ ଅଛି। କିନ୍ତୁ ଆମ ସୋର୍ସଗୁଡ଼ିକ ଦେଖାଉଛି ଯେ ଏହି ଟେକ୍ନୋଲୋଜି ହିଁ ଆମ ପାଇଁ ଯେତିକି ସୁବିଧା ଆଣୁଛି, ସେତିକି ସମସ୍ୟା ବି। ଆପଣ ଏଆଇ କଥା କହୁଛନ୍ତି ବୋଧେ? ହଁ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ। ଭାରତ ଏଆଇ କ୍ଷେତ୍ରରେ ନିଯୁକ୍ତି ଦେବାରେ ବିଶ୍ୱରେ ଆଗରେ ଅଛି। କିନ୍ତୁ ଏହାର ଏକ ଓଲଟା ଦିଗ ମଧ୍ୟ ଅଛି। ଆପଣ ଟ୍ୟାଲେଣ୍ଟ ମାଇଗ୍ରେସନ ବା ପ୍ରତିଭା ପଳାୟନ କଥା କହୁଛନ୍ତି? ଏକଦମ ଠିକ୍। ଭାରତରୁ ବହୁ ସଂଖ୍ୟାରେ ଏଆଇ ପ୍ରତିଭା ଭଲ ସୁଯୋଗ ପାଇଁ ବାହାର ଦେଶକୁ ଚାଲିଯାଉଛନ୍ତି। ଆଉ ଗୋଟିଏ କଥା, 2026ରେ ଏଆଇର ଫୋକସ୍ କେବଳ ସଫ୍ଟୱେର ମଡେଲରୁ ବଦଳି ଚିପ୍ସ ଆଉ ଭିତ୍ତିଭୂମି ଉପରକୁ ଯାଉଛି। କିନ୍ତୁ ଏଆଇର ଅପବ୍ୟବହାରର ଏକ ବଡ଼ ଉଦାହରଣ ମଧ୍ୟ ଏହି ଉତ୍ସଗୁଡ଼ିକରେ ଅଛି। ସେଇ ଏକ୍ସ ପ୍ଲାଟଫର୍ମର ଘଟଣାଟା। ହଁ, ଯାହାକୁ ଆଗରୁ ଟ୍ୱିଟର କୁହାହେଉଥିଲା। ସେଠାରେ ଗ୍ରକ୍ ଏଆଇ ଦ୍ୱାରା ତିଆରି କିଛି ଆପତ୍ତିଜନକ ବିଷୟବସ୍ତୁକୁ ନେଇ ବଡ଼ ବିବାଦ ହୋଇଛି। ଭାରତ ସରକାରଙ୍କ ମେଟି ଆଇଟି ମନ୍ତ୍ରଣାଳୟ ଏହାକୁ 72 ଘଣ୍ଟା ଭିତରେ ହଟାଇବାକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ଏଭଳି ଜିନିଷକୁ ରୋକିବା ସତରେ କ'ଣ ସମ୍ଭବ? ଟେକ୍ନୋଲୋଜି ଏତେ ଆଗକୁ ଯାଉଛି, ଆଇନ କ'ଣ ତା ସହିତ ତାଳ ଦେଇପାରିବ? ଦେଖନ୍ତୁ, ରୋକିବା ବହୁତ କଷ୍ଟ। ଏଇଟା ହିଁ ତ ଇନୋଭେସନ ଭର୍ସେସ୍ ରେଗୁଲେସନ ବା ନୂତନତ୍ୱ ବନାମ ନିୟନ୍ତ୍ରଣର ସବୁଠୁ ବଡ଼ ସଂଘର୍ଷ। କିନ୍ତୁ ଏହି କମ୍ପାନୀମାନେ ଯେତେବେଳେ ଭାରତରେ ବ୍ୟବସାୟ କରୁଛନ୍ତି, ସେମାନେ ଭାରତୀୟ ଆଇନ ମାନିବାକୁ ବାଧ୍ୟ। ସେମାନେ ଯୁକ୍ତି କରୁଛନ୍ତି ଯେ ଏହା ବାକ୍ ସ୍ୱାଧୀନତାର ଉଲ୍ଲଂଘନ। ଏହି ଦ୍ୱନ୍ଦ୍ୱ ଆଗକୁ ଆହୁରି ବଢ଼ିବ। ଏହି ବିବାଦ ଭିତରେ ଟେକ୍ନୋଲୋଜିର ଏକ ନୂଆ ଆଉ ଭଲ ପ୍ରୟୋଗ ମଧ୍ୟ ଦେଖିବାକୁ ମିଳୁଛି। ଡ୍ରୋନ୍ ଷ୍ଟାର୍ଟଅପ୍ଗୁଡ଼ିକ ଏବେ ଘରକୁ ଘର ଡେଲିଭରି ବଦଳରେ ମିଡ୍ ମାଇଲ୍ ଲଜିଷ୍ଟିକ୍ସ ଉପରେ ଧ୍ୟାନ ଦେଉଛନ୍ତି। ବଡ଼ ଗୋଦାମରୁ ଛୋଟ ଛୋଟ ବିତରଣ କେନ୍ଦ୍ର ଯାଏଁ ସାମଗ୍ରୀ ପରିବହନ କରିବା। ହଁ, ଏଇଟା ବହୁତ ବୁଦ୍ଧିମାନ ପଦକ୍ଷେପ। ଏହାଦ୍ୱାରା ଟ୍ରାଫିକ୍ କମିବ ଆଉ ପରିବହନ ଶୀଘ୍ର ହେବ। କିନ୍ତୁ ଏଆଇର ପ୍ରକୃତ ପ୍ରଭାବ କର୍ମକ୍ଷେତ୍ରରେ କେମିତି ପଡ଼ୁଛି, ତାହା ବି ଆମ ଉତ୍ସରେ ଅଛି। ଆଉ ଏହା ବହୁତ ଆଶ୍ଚର୍ଯ୍ୟଜନକ। କେମିତି? ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏଆଇ ହାରାହାରି କାମ କରୁଥିବା କର୍ମଚାରୀଙ୍କ ଅପେକ୍ଷା ଯେଉଁମାନେ କମ୍ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କୁ ସବୁଠାରୁ ଅଧିକ ସାହାଯ୍ୟ କରୁଛି। ଆଚ୍ଛା, ଏହାଦ୍ୱାରା ସେମାନଙ୍କ କାମରେ ଭୁଲ ହାର ମଧ୍ୟ କମୁଛି। ହଁ, ଏଆଇ ସମସ୍ତଙ୍କୁ ଏକା ସ୍ତରକୁ ଆଣିବାରେ ସାହାଯ୍ୟ କରୁଛି। ବାଃ, ଏହା ପ୍ରକୃତରେ ଏକ ଗୁରୁତ୍ୱପୂର୍ଣ୍ଣ କଥା। ଏବେ ଏଆଇର ଚିପ୍ସ ଦୁନିଆରୁ ବାହାରି ଆସି ଭାରତର ରାଜନୀତି ଏବଂ ସମାଜର ବାସ୍ତବତାକୁ ଦେଖିବା। ଏଠି ଚିତ୍ରଟା ବହୁତ ଜଟିଳ। ମହାରାଷ୍ଟ୍ରରୁ ଆରମ୍ଭ କରିବା? ହଁ, ସେଇଠୁ ହିଁ। କାରଣ ସେଠାରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନର ସଂକେତ ମିଳୁଛି। ଆପଣ ଠାକରେ ଭାଇମାନଙ୍କ କଥା କହୁଛନ୍ତି। ଉଦ୍ଧବ ଠାକରେ ଏବଂ ରାଜ ଠାକରେ 20 ବର୍ଷ ପରେ ପୁଣି ଏକାଠି। ହଁ, ମୁମ୍ବାଇ ମହାନଗର ନିଗମ ବା ବିଏମ୍ସି ନିର୍ବାଚନ ପାଇଁ ସେମାନେ ମିଳିତ ଘୋଷଣାପତ୍ର ଜାରି କରିଛନ୍ତି। ଆଉ ସେଥିରେ ଗୋଟେ ଆକର୍ଷଣୀୟ ପ୍ରତିଶ୍ରୁତି ହେଉଛି ଗୃହ ସହାୟିକାଙ୍କ ପାଇଁ ମାସିକ 1500 ଟଙ୍କା ଭତ୍ତା। ଏହା ତ କଲ୍ୟାଣକାରୀ ରାଜନୀତି। କିନ୍ତୁ ଦେଶରେ ଏହି କଲ୍ୟାଣକାରୀ ଯୋଜନାକୁ ନେଇ ମଧ୍ୟ ଗୋଟେ ବଡ଼ ବିତର୍କ ଚାଲିଛି। MGNREGAକୁ ନେଇ? ହଁ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା। ଗୋଟିଏ ପଟେ କଂଗ୍ରେସ MGNREGA ବଞ୍ଚାଉ ସଂଗ୍ରାମ କରୁଛି,
ଅନ୍ୟପଟେ ସରକାର ଏହାର ବିକଳ୍ପ ଭାବେ VBG ରାମଜୀ ନାମକ ଏକ ନୂଆ ଯୋଜନା ଆଣିଛନ୍ତି। ଏହା ହିଁ ତ ରାଜନୀତି। ଏହି ରାଜନୈତିକ ଟଣାଓଟରା ଭିତରେ କର୍ଣ୍ଣାଟକର ୟେଲ୍ଲାପୁରରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି, ଯାହା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଛି। ସେଠାରେ ଜଣେ 30 ବର୍ଷିଆ ଦଳିତ ମହିଳାଙ୍କୁ ହଁ, ତାଙ୍କୁ ଛୁରୀ ମାରି ହତ୍ୟା କରାଯାଇଛି। ଆଉ ହିନ୍ଦୁ ସଂଗଠନମାନେ ଏହାକୁ ଲଭ୍ ଜିହାଦ କହି ବନ୍ଦ ଡାକରା ଦେଇଛନ୍ତି। ଏହି ଘଟଣାଗୁଡ଼ିକ ସମାଜରେ ଥିବା ସମ୍ବେଦନଶୀଳତାକୁ ପୁଣିଥରେ ସାମ୍ନାକୁ ଆଣୁଛି। ସେହିପରି ଆମ ରାଜ୍ୟ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ସମସ୍ୟା ଦେଖାଦେଇଛି। ଡାକ୍ତରମାନେ ତାଙ୍କର 10 ଦଫା ଦାବି ପାଇଁ ପ୍ରତିବାଦ କରୁଛନ୍ତି। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ ବା OMSA ସେମାନେ ସକାଳ 9ଟାରୁ 11ଟା ପର୍ଯ୍ୟନ୍ତ OPD ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ହଁ, ଦୈନିକ 2 ଘଣ୍ଟା। ଏହା ସାଧାରଣ ଲୋକଙ୍କ ପାଇଁ ବହୁତ କଷ୍ଟକର ପରିସ୍ଥିତି ସୃଷ୍ଟି କରିବ। ଏହା ଦର୍ଶାଉଛି ଯେ ଆମର ମୌଳିକ ସେବାଗୁଡ଼ିକ କେତେ ଚାପରେ ଅଛି। ଆଉ ଏସବୁ ଭିତରେ ଆଉ ଏକ ବଡ଼ ଚିନ୍ତାର ବିଷୟ ହେଉଛି ପରିବେଶ। ଠିକ୍ କହିଲେ। ଦିଲ୍ଲୀର ବାୟୁ ଗୁଣବତ୍ତା ପୁଣି ଥରେ ଅତି ଖରାପ ଶ୍ରେଣୀକୁ ଖସି ଆସିଛି। ଏହା କିଛି ନୂଆ କଥା ନୁହେଁ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଆମ ଉତ୍ସ ଅନୁଯାୟୀ ଓଡ଼ିଶାର ବାଲେଶ୍ୱରରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI 316 ରେକର୍ଡ କରାଯାଇଛି। କଣ କହିଲେ? 316? ହଁ, ଯାହା ସେହି ସମୟରେ ଦିଲ୍ଲୀଠାରୁ ମଧ୍ୟ ଅଧିକ ଥିଲା। କଣ କହିଲେ? ବାଲେଶ୍ୱରରେ? ସତକଲେ ଏ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି। ଆମେ ସବୁବେଳେ ଭାବୁ ଯେ ପ୍ରଦୂଷଣ କେବଳ ଦିଲ୍ଲୀ ଭଳି ବଡ଼ ସହରର ସମସ୍ୟା, କିନ୍ତୁ ଏ ତଥ୍ୟ ଦେଖାଉଛି ଯେ ଏ ବିପଦ ଆମ ଘର ପାଖରେ ପହଞ୍ଚି ସାରିଲାଣି। ଏହା ଏକ ଗମ୍ଭୀର ଚେତାବନୀ। ହୁଁ। ଏହି ସବୁ ଦୈନନ୍ଦିନ ସମସ୍ୟା, ରାଜନୈତିକ ବିବାଦ ଭିତରେ ଆମେ ଭବିଷ୍ୟତ ବିଷୟରେ କେମିତି ଭାବିବା? ଆମ ଉତ୍ସବଗୁଡ଼ିକୁ ଏଥିପାଇଁ 2ଟି ଭିନ୍ନ ସମୟସୀମା ଦଉଛି। ଗୋଟିଏ 1000 ବର୍ଷ ପଛକୁ ଆଉ ଗୋଟିଏ 10 ବର୍ଷ ଆଗକୁ। ପ୍ରଥମେ ଅତୀତକୁ ଦେଖିବା। ଆଚ୍ଛା। 2026 ମସିହା ସୋମନାଥ ମନ୍ଦିର ପାଇଁ ଏକ ଐତିହାସିକ ବର୍ଷ। କିପରି? ଠିକ୍ 1000 ବର୍ଷ ପୂର୍ବ 1026 ମସିହାରେ ମହମୁଦ ଗଜନବୀ ଏହି ମନ୍ଦିର ଉପରେ ପ୍ରଥମ ଆକ୍ରମଣ କରି ଏହାକୁ ଧ୍ୱଂସ କରିଥିଲେ। 2026ରେ ସେହି ଘଟଣାକୁ 1000 ବର୍ଷ ପୂରଣ ହେଉଛି। KM ମୁନ୍ସି ଏହାକୁ ଶାଶ୍ୱତ ତୀର୍ଥ ବୋଲି କହିଥିଲେ। କାରଣ ଏହା ବାରମ୍ବାର ଧ୍ୱଂସ ହେବା ସତ୍ତ୍ୱେ ପୁଣି ଥରେ ଠିଆ ହୋଇପଡ଼ିଛି। ଏକଦମ। ଏହା ଧ୍ୱଂସ ଏବଂ ପୁନରୁତ୍ଥାନର ଏକ ଶକ୍ତିଶାଳୀ ପ୍ରତୀକ। ଆଉ ଏହି ଐତିହାସିକ ପ୍ରସଙ୍ଗକୁ ଯଦି ଆମେ ବର୍ତ୍ତମାନର ଆକାଂକ୍ଷା ସହିତ ଯୋଡ଼ିବା, ତେବେ ଗୋଟେ ଆକର୍ଷଣୀୟ ଚିତ୍ର ସାମ୍ନାକୁ ଆସୁଛି। କେମିତି? ଗୋଟିଏ ପଟେ ଅତୀତର ସ୍ମୃତି, ଅନ୍ୟପଟେ ଭବିଷ୍ୟତର ଏକ ବିରାଟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ଯେ ଭାରତ 2036 ଅଲିମ୍ପିକ୍ସ ଆୟୋଜନ ପାଇଁ ପୂର୍ଣ୍ଣ ଶକ୍ତି ସହିତ ପ୍ରସ୍ତୁତି କରୁଛି। ଏହା ଏକ ବହୁତ ବଡ଼ ଲକ୍ଷ୍ୟ। ଏହା ପାଇଁ ତ ବିପୁଳ ପ୍ରସ୍ତୁତି ଦରକାର। ନିଶ୍ଚିତ ଭାବରେ। ଆଉ ସୋମନାଥ ମନ୍ଦିରର ପୁନରୁତ୍ଥାନର କାହାଣୀ, ଯାହା ବାରମ୍ବାର ଆଘାତ ସତ୍ତ୍ୱେ ପୁଣି ଠିଆ ହେବାର ଏକ ପ୍ରତୀକ, ତାହା ହିଁ ଭାରତର ସାମ୍ପ୍ରତିକ ଆକାଂକ୍ଷା ପାଇଁ ଏକ ପ୍ରେରଣା ଭାବେ ଉପସ୍ଥାପନ କରାଯାଉଛି। ଧ୍ୱଂସ ସତ୍ତ୍ୱେ ପୁଣି ଠିଆ ହେବାର ଏହି ଯେଉଁ ସ୍ପୃହା, ତାହା ହିଁ ଏହି ଉଭୟ ଘଟଣାକୁ ଯୋଡ଼ୁଛି। ତାହେଲେ ଆଜିର ଆଲୋଚନାରୁ ଏହା ସ୍ପଷ୍ଟ ଯେ ଆମେ ଏକ ବହୁତ ଜଟିଳ ଆଉ ଦ୍ୱନ୍ଦ୍ୱପୂର୍ଣ୍ଣ ସମୟ ନେଇ ଗତି କରୁଛୁ। ଗୋଟିଏ ପଟେ ଭେନେଜୁଏଲାରେ ଆମେରିକାର ହସ୍ତକ୍ଷେପ ଭଳି ବିଶ୍ୱସ୍ତରୀୟ ଘଟଣା, ଅନ୍ୟପଟେ ଭାରତର ଅର୍ଥନୀତି ଘରୋଇ ଶକ୍ତି ବଳରେ ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରୁଛି। ଏବଂ ଟେକ୍ନୋଲୋଜି ଆମ ପାଇଁ ଅନେକ ସୁଯୋଗ ଆଣୁଛି, କିନ୍ତୁ ଏହା ସହିତ ନୂଆ ନୂଆ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି। ରାଜନୀତିରେ 20 ବର୍ଷର ଶତ୍ରୁତା ଭୁଲି ନୂଆ ମେଣ୍ଟ ଗଢ଼ା ହେଉଛି, କିନ୍ତୁ ସାମାଜିକ ସ୍ତରରେ ଛୋଟ ଛୋଟ ଘଟଣାକୁ ନେଇ ଗଭୀର ବିଭାଜନ ସୃଷ୍ଟି ହେଉଛି। ଠିକ୍। ତେବେ ଶେଷରେ ସେହି ଦ୍ୱନ୍ଦ୍ୱକୁ ନେଇ ଏକ ଚିନ୍ତା ପାଇଁ ପ୍ରଶ୍ନ ଛାଡ଼ିଯିବାକୁ ଚାହିଁବି। ଆମ ଉତ୍ସଗୁଡ଼ିକରେ ସୋମନାଥ ମନ୍ଦିରର ଉଦାହରଣ ଦେଇ 1000 ବର୍ଷର ଗୌରବକୁ ଫେରାଇ ଆଣିବାର କଥା କୁହାଯାଉଛି। 2036 ଅଲିମ୍ପିକ୍ସ ଭଳି ବଡ଼ ଲକ୍ଷ୍ୟ ସ୍ଥିର କରାଯାଉଛି। ଏସବୁ ତ ନିଶ୍ଚିତ ଭାବେ ପ୍ରେରଣାଦାୟକ। କିନ୍ତୁ ପ୍ରଶ୍ନ ହେଉଛି, ବାଲେଶ୍ୱରର ପ୍ରଦୂଷିତ ବାୟୁ, ରାସ୍ତାରେ ଡାକ୍ତରଙ୍କ ଆନ୍ଦୋଳନ ଆଉ ୟେଲ୍ଲାପୁରର ସାମ୍ପ୍ରଦାୟିକ ଉତ୍ତେଜନା ଭଳି ଯେଉଁ ଦୈନନ୍ଦିନ ଘଟଣାଗୁଡ଼ିକ ଆମ ସାମ୍ନାରେ ଅଛି, ସେଗୁଡ଼ିକ କ'ଣ? ସେହି ଭବ୍ୟ ଭବିଷ୍ୟତ ଗଠନ ପାଇଁ ଥିବା ତତ୍କାଳ ଆହ୍ୱାନଗୁଡ଼ିକ ବିଷୟରେ ଏସବୁ କ'ଣ ସଙ୍କେତ ଦେଉନାହିଁ କି? ଏହି ବଡ଼ ସ୍ୱପ୍ନ ଦେଖିବା ଭଲ, କିନ୍ତୁ ଏ ବର୍ତ୍ତମାନର ସମସ୍ୟାଗୁଡ଼ିକୁ ସମାଧାନ ନ କରି ସେହି ଭବିଷ୍ୟତରେ ପହଞ୍ଚିବା କେତେ ଦୂର ସମ୍ଭବ? ଏହା ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି।